ବର୍ତ୍ତମାନ ଆମ ଗହଣରେ ସ୍ୱରାଜ ବାରିକ ଉପସ୍ଥିତ ଅଛନ୍ତି। ଆପଣମାନଙ୍କୁ ଅନୁରୋଧ ଆପଣମାନେ ଟିକେ ରାସ୍ତା ଛାଡ଼ନ୍ତୁ। ସୌନ୍ଦର୍ଯ୍ୟ ସ୍ୱରାଜ ବାରିକ जुहारे I love you भूली आउ थारे मो भाई आउ थारे ବର୍ତ୍ତମାନ ଆମ ଗହଣରେ ଉପସ୍ଥିତ ସୌନ୍ଦର୍ଯ୍ୟ ସ୍ୱରାଜ ବାରିକ। थैंक यू सो मच। तो आम गहणरे आज आपण सामने बहुमूल्य समय देखिए आपण समस्त चॉकलेट हिरो मयूरभंज माटीर किए कहते चॉकलेट हिरो तो किए कहते हॉलीवुड किंग तो किए कहते आमर शाहरुख खान। तो तांको जिति टाइप रो नाम देले भी कम होबो। से मल्टी टैलेंटेड आपण माने तांको पिक्चर तांको अभिनय आपण माने तांको छोट बड़ देखि आछंती आ आपण मानको भल पाइबे पई से आज ए मंच रे ठिया आइछंती आपण मानको पई ठिया आइछंती। तो मु चाहबी एडी उपस्थित थिबा समस्त दर्शक बंधु टिके जोरदार करताली देई स्वराज बारिक को स्टेज ऊपर को वेलकम करबा। तो जेहेतु से जे पाखरे अछंती अपरिचित मुह तो सी नुहे जदि बारीपदा मयूरभंज कौन मुझे कहबी ऑल इंडिया रे भी तांकर नाम हेई सारी आपण माने तांको सेति भल पाइबे दे करि सच्चंदी। तो चलतु आपण मानकर भल पाइबा आपण मानकर पाई से जो अछि एठी ठिया आइछंती तांको मुहरु आपण मानक पाई दुई पद मु सुनिया को चाहूची। तांको विषय मो पदटे कहबी मयूरभंज माटीर पुओ जे कि निज गुण रे गुणियान निज कर्म रे बलियान एवं बहुत कम बयसरु बलिष्ठ अभिनेता एवं बलिष्ठ व्यक्तित्व नहीं सारा ओडिशा वासींकर हृदय रे वास करुवा से मयूरभंज माटीर पुओ तांको पे गोटे जोरे ताड़ी जो ये तो भल पाइबा मयूरभंज माटीर महक एवं गर्व और गौरव स्वराज बारिक आम सम्मुखें अच्छा मुझे माइक्रोफोन तांको देवी तांको मुखरु किछि सुनिबा ना कौन ओके हाँ ता पूर्व खुंटा ब्लॉक सब पीआरआई मान को रिक्वेस्ट स्वराज बारिक को पुष्पगुच्छ दे एवं पीआरआई मेंबर्स समस्त को रिक्वेस्ट आम स्वराज बारिक को आम अतिथि तांको सम्मानित करंतु। भाइस चेयरमैन को हाथरू पुष्पगुच्छ ग्रहण कर स्वराज बारिक महोदय पीएस सरपंच समस्त सरपंच मैंने टे जोरदार कोर्ट दर्शक आम एक गोल्डन अपॉर्चुनिटी फॉर अस एते सुंदर इवनिंग अच्छी खुंटा ब्लॉक तरफ स्वागत समर्थन आम ज्ञापन कर स्वराज बारिक को भविष्य उज्जवल आम समस्त कामना कर आसतु एवं माइक्रोफोन हैंड ओवर करवा एवं एवं स्टेज आपणकर जुहारे I love you खाली यही पटू शुभुची एपटू भी शुभिया दरकार I love you कौन कहबी भाई अच्छी अच्छी देखा जाउछ तुमु हां पळी जीवी तुम पाखु हां पळी जीवी जीवी निश्चित कथा देली जीवी तळ तुम पाखु जीवी गलाले प्रथम तो आज जिते बड़े मो घर बाहर के आसिली
ସେତେବେଳେ ମନର ଏଇଆ ଥିଲା ଯେ ଯୋଉ ପ୍ରୋଗ୍ରାମ ଯେତେ ଯାଏ ଯାହା କରେ ଯେତେ ଯୋଉ ଜାଗାକୁ ବି ଯାଏ ଗୋଟେ ଷ୍ଟେଜକୁ ତ ରେଗୁଲାର ଯାଉଛି ଯୋଉଠି ସାନରୁ ବଡ ହେଇଗଲି। ଶିଶୁ କଳାକାର ହିସାବରେ ଆସିଥିଲି ଧୁମସାରେ, ତାପରେ ବଡ ହେଲା ପରେ ଯେତେବେଳେ ଫିଲ୍ମ ରିଲିଜ ହେଲା ଆସିଲି, ଏବଂ ତାପରେ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନଙ୍କ ଭଲ ପାଇବା ପାଇଁ ମୁଁ ଆସିପାରୁଛି। ସେ ପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ଚାହିଁବି, ବହୁତ ବହୁତ ଧନ୍ୟବାଦ ଦେବା ପାଇଁ ଚାହିଁବି। ଏ ଭଲ ପାଇବା ମୁଁ ସତ କହୁଛି ଗୋଟେ କଳାକାରର ଭାଗ୍ୟ ଥାଏ ଆଜ୍ଞା, ଯେ କଳାକାର ମାନଙ୍କର ଭାଗ୍ୟ ଏଇଆ ଥାଏ ଯେ ଦର୍ଶକ ତାଙ୍କୁ ଭଲ ପାଇବା ଦିଅନ୍ତି। କିନ୍ତୁ ମୁଁ ଏଠି କେବେ କଳାକାର ହିସାବରେ ନିଜକୁ ଆଣିପାରିନି କିମ୍ବା ମୁଁ କଳାକାର ହିସାବରେ ମଞ୍ଚ ଉପରେ ଠିଆ ହେଇପାରିନି। କାହିଁକି ଜାଣିଛନ୍ତି? କାହିଁକିନା ମତେ ଲାଗେ ମୁଁ ଏ ମାଟିର ପୁଅ ହିସାବରେ ଠିଆ ହେଇଛି, ଆଉ ମୋ ଭାଇ ଏବଂ ଭଉଣୀ ମାନେ ମୋ ପରିବାର ବର୍ଗ ମତେ ଦେଖୁଛନ୍ତି ଏବଂ ସେ ଭଲ ପାଇବା ଉର୍ଜାଡ଼ି ଦେଉଛନ୍ତି। ଉଦଳା ମହୋତ୍ସବ ପାଇଁ, ଧୁମସା ପାଇଁ ଗୋଟେ ଜୋରଦାର କରତାଳି ହେଇଯାଉ ଏବଂ ଆପଣମାନଙ୍କ ସମସ୍ତଙ୍କ ପାଇଁ ଯେ ଆପଣମାନେ ଏତେ ସୁନ୍ଦର ଭାବରେ କଳାକାର ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି, କଳାକାର ମାନଙ୍କୁ ଭଲ ପାଇବା ଦଉଛନ୍ତି। ଏ ମାଟିର, ଆମ ମାଟିର କଥା କିଛି ଅଲଗା, ଆମ ମାଟିର ବାସ୍ନା ଅଲଗା, ଯୋଉଠି କଳାକାରକୁ ସମ୍ମାନ ଦିଆଯାଏ, କଳାକାରକୁ ଭଲ ପାଇବା ଦିଆଯାଏ। କଳାକାର କିଛି ଚାହେଁନି, ପ୍ରତ୍ୟେକ କଳାକାର କିଛି ଚାହାନ୍ତିନି। ଯେ ପ୍ରକୃତ କଳାକାର ହେଇଥାଏ ସେ କେବଳ ଚାହେଁ ଯେ ସାମ୍ନାରେ ଯିଏ ତାକୁ ଦେଖୁଛି ସେ ହସିକି ଦେଖୁଛି ଆଉ କେତେ ଭଲ ପାଇବା ଦେଇକି ଦେଖୁଛି, ସେଇଟାକୁ ସେ ଲକ୍ଷ୍ୟ କରେ। ଏବଂ ମୁଁ ଗର୍ବ ଅନୁଭବ କରେ ଯେ ଯେତେ ଥର ବି ଧୁମସା ଆସିଛି, ଯେତେ ଥର ବି ଆପଣମାନଙ୍କ ପାଖକୁ ଆସିଛି, ଉଦଳାକୁ ଆସିଛି, ଉଦଳା ମହୋତ୍ସବକୁ, ଆପଣମାନଙ୍କ ମହୋତ୍ସବକୁ ଆସିଛି, ମୁଁ ସେଇ ଭଲ ପାଇବା ଆପଣମାନଙ୍କ ପାଖରୁ ଆହୁରି ବେଶୀ ପାଉଛି, କିନ୍ତୁ କମ୍ ନୁହେଁ। ତେଣୁ ଆପଣମାନଙ୍କ ପାଖରେ ମୁଁ ଚିରଋଣୀ ରହିବି ମଧ୍ୟ ଜୀବନ ସାରା ପର୍ଯ୍ୟନ୍ତ। ଏବଂ ପ୍ରମିସ୍ କରିଛି ଭଲ ସିନେମା କରିବି, ଭଲ ସିନେମା ଭେଟି ଦେବି ଏବଂ ସେ ପ୍ରୟାସରେ ମୁଁ ଜାରି ରହିଛି। ତେବେ କଣ ଭାଇମାନେ, ଆପଣମାନଙ୍କୁ ପର୍ସନାଲି ଆଇ ଲଭ୍ ୟୁ, ବହୁତ ଭଲ ପାଇବା ଦଉଛନ୍ତି। ଆଚ୍ଛା, ମୁଁ ସବୁଥର ଆସିକି ପରଫର୍ମ କରେ, ଆପଣମାନଙ୍କ ପାଖରେ ଯାଏ। ମୁଁ ଅନ୍ୟ ଜାଗାରେ ଠକେଇ ଦେଇପାରିବି କିନ୍ତୁ ଆପଣମାନଙ୍କ ପାଖରେ ଠକେଇ ଦେଇପାରିବିନି, ନାଇଁ? ଡ୍ୟାନ୍ସ, ଆଚ୍ଛା ଆଚ୍ଛା, ଆଗୁଆ ଡ୍ୟାନ୍ସ କରିଦେଲେ ମୁଁ ତାପରେ ଆଉ କଥା କହିପାରିବିନି, ଚଳିବ? ମାନେ କଥା ଦରକାର ନାହିଁ, ଖାଲି ନାଚ ଦରକାର। ଆଇଲା ତେବେ ସିନେମା କଥା ତ ଆପଣମାନେ ଜାଣିଛନ୍ତି, ଗୋଟେ ପରେ ଗୋଟେ ସିନେମା କରିଚାଲି। ବର୍ତ୍ତମାନ ମୋର ଗୋଟେ ସିନେମାର ସୁଟିଂ ଚାଲିଛି, ଯାହାର ନାଁ ମୁଁ ଚାହିଁବି ଯେ କହନ୍ତିନି ଯେ ଧର ଗୋଟେ ଘରେ କିଛି ଗୋଟେ ପିଲାଟେ କିଛି କାମ କରେ, ତା ଘର ଲୋକଙ୍କୁ ଜଣାଏ ଯେ ମୁଁ ଏଇ କାମଟା କରୁଛି ଆଉ ଠିକ ହବ ତ, ତାପରେ ଘର ଲୋକ କହନ୍ତି ହଁ ତୁ କର, ନାଁଟା କଣ? ଏଇ ନା, ଆଚ୍ଛା ଠିକ ଅଛି। ତାହେଲେ ମୁଁ ଚାହିଁବି ଯେତେବେଳେ ମୋ ସିନେମାର ନାଁଟା ମୁଁ ବର୍ତ୍ତମାନ ନେବି, ଆପଣମାନେ ସେଇ ସିନେମାର ନାଁଟା ଆପଣମାନଙ୍କ ମୁହଁରେ ନେବେ, ତାହେଲେ ମୁଁ ଭାବିବି ଯେ ସେଟା ମୋ ପାଇଁ ବ୍ଲେସିଂସ୍ ହବ ଏବଂ ସିନେମାକୁ ଆହୁରି ଦମଦାର କରିଦବ। ନେବେ ତ? ନେବେ? କାହିଁ ଶୁଭୁନି? ଏପଟୁ ଶୁଭୁନି? ନେବେ? ସିନେମାର ନାଁ ହଉଛି ସ୍ୱାଗ ରାଜା। ତେଣୁ ଆପଣମାନେ 1 2 3 କହିଲେ ମୁଁ ଶୁଣିବା ପାଇଁ ଚାହିଁବି। ସ୍ୱାଗ ରାଜାର ନାଁ ଆପଣମାନଙ୍କ ସମସ୍ତଙ୍କ ମୁହଁରୁ ଶୁଣିବା ପାଇଁ ଚାହିଁବି। କହିବି 1 2 3 କଣ? ଏବଂ ଯାହାର ନିର୍ଦ୍ଦେଶକ ହଉଛନ୍ତି ବର୍ତ୍ତମାନ ଗୋଟେ ରିସେଣ୍ଟଲି ବାବୁସାନ ଭାଇଙ୍କର ଗୋଟେ ବଢିଆ ସିନେମା ଆସିଥିଲା ବୋଉ ବୁଟୁ ଭୂତ, ଏବଂ ସେ ସିନେମାର ଯିଏ ନିର୍ଦ୍ଦେଶକ ଜଗଦୀଶ ମିଶ୍ର, ସିଏ ମୋ ସିନେମାରେ ନିର୍ଦ୍ଦେଶନା ଦଉଛନ୍ତି ଏବଂ ଗୋଟେ ବହୁତ ଭଲ ଟିମ୍ ମୋ ସିନେମାରେ କାମ କରୁଛି। ଆଉ ମୁଁ ପ୍ରମିସ୍ କରିଛି 2025 ମସିହାରେ ମୋର କୌଣସି ସିନେମା ଆସିନି, କେବଳ ସେଇ ଗୋଟେ ସିନେମା ପାଇଁ, କାରଣ ସେଇ ସିନେମାକୁ ମୋତେ 2026ରେ ଆପଣମାନଙ୍କ ସହଯୋଗରେ ସୁପର ଡୁପର ହିଟ୍ କରିବାର ଅଛି। କରେଇଦେବେ ତ? ଆଉ ସିନେମା ତ କଥା ଚାଲିବ, ଆଗକୁ ଯିବା, କାର୍ଯ୍ୟକ୍ରମ ଆଗକୁ ଯିବା। ମୋ ଡାଇଲଗ କିଛି କହିବି ନା ଡାଇଲଗ କହିବିନି? କହିବି? ଆଚ୍ଛା, ଗତ ଥର ମତେ କେତେ ଜଣ ଦେଖିଥିଲେ ଟିକେ ହାତ ଦେଖିଲେ? ଆଚ୍ଛା, ଠକେଇ ଦେଇପାରିବି ଟିକେ। ନାଇଁ ଜମା ନାହିଁ। ମୁଁ ତ ମୋର ଗୋଟେ ମାନେ ମୁଁ ଡାଇଲଗ ଗୋଟେ ଥିଲା, ମୋର ଗୋଟେ ସିନେମା ଆସିଥିଲା ଓଏ ଅଞ୍ଜଳି, ଯୋଉ ସିନେମାଟି ଲକଡାଉନ ପରେ ରିଲିଜ ହେଇଥିଲା ଏବଂ ସେ ସିନେମାରେ ମୋର ଯେ ହିରୋଇନ ଥିଲେ ସେ ଜଣେ ନବାଗତ ଥିଲେ ଏବଂ
सिचुएशन एमती थिला जे सी आउ का को भल पाउथले कि मु सेठी साइको थ्रिलर हिसाब रे माने साइको कैरेक्टर गोटे करथली तो माने जो प्रेमिक न थांती कि जो बहुत भल पाती सेही भलिया गोटे चरित्रटा थिला तो मु चाहिबी टिके मते जदी टिके हैंड्स हेल्प कर परिबे टिके गत थर करथले ना मते हेल्प ना गया मु टिके हेल्प नेबी माने टिके आपनर भाई हब निहाती हम मु भाभी मु एक्चुअली मु जो जो जगह को जाए मु सब बड़े आग कही दिए स्टेज आगे जे आज्ञा मु सब किछि आपण मानक पई करि परिबी किंतु गीत गाई परिबिनी काहे ना मते गीत गाई आसेनी किंतु आज भाबुची मो घर को आसी तबे गाइते परिबी नहीं टिके गाइबी आपण माने से तो बट मु गुटे डायलॉग आगो कहि दे टिके করছি আরাম করছি अंजलि 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 तुम केवल मोर अंजलि तुम केवल मोर ए आकाश सहित तुम मिश्रटा मु सही बन अंजलि से तुम एठी सेठी दौड़ुची तुम तुम ता स्त्री के नहीं परिबा अंजलि तुम 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 ता स्त्री के नहीं परिबा किंतु मु तो तुमको भल पाए ना अंजलि मु तुमको केते भल पाए ना अंजलि तुम्हें केवल मोर तुम्हें केवल मोर तुम्हें अकार भी परिबन अंजलि I love you अंजलि I love you thank you अच्छा मोर तो बहुत बेकार गाए तथापि चेष्टा करू टिके गाइया पई अच्छा भाई वो बहुत बेसुरा गाए टिके माइक्रोफोन इको करियो कि खाली इको करो जीबी भाई जीबी जीबी बस रेडी मु ट्राई करू भूल ले गेलो कर देबे कि तू गाड़ी गाड़ी ठीक ना नहीं हां डरो लागुची हो केबे को स्टेज रे गाई फर्स्ट टाइम ट्राई करछु भाषा में घाटे आकाशे मासी गले दूरकु काही मो कहिबी निजरे मेघमाते निजरे मेघमाते माते माते भूली आउ थारे मो भाई आउ थारे से स्टार्टिंग एक तरह से होना है हला भाई ठीक है प्लीज नॉर्मल से ताली बड़े दरकार होउची ना होउची तो चलिबो तो आसारे भाषा मेघाची जेते मुंद से भाला पाइसे हो मुंद से भाला पाइसे मेघ सारा टिप
পানি আছে যে মনটাতে ভালো পাইছে ও মনটাতে ভালো পাইছে বসারে হাতে আকাশে ভাসি ওরে পুরা গানি মুকাইবি 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 मेरी जाने में खाते मेरी जाने में खाते माते माते thank you so much ମୁଁ ଜାଣିଛି ବହୁତ ଖରାପ ହେଇଛି ତଥାପି ଆପଣ କଣ ଭାଇ ବହୁତ ଖରାପ ହେଇଛି ମୁଁ ଜାଣିଛି ଠିକ ଠାକ ଥିଲା କି ମୁଁ ଆପଣମାନଙ୍କ ତାଳି ହିଁ ମତେ କହିବ ଯେ ମୁଁ ଠିକ ଥିଲି ନା ନାହିଁ ଏଇଥିପାଇଁ ମୁଁ ଭଲ ପାଏ କାହିଁକି ନା ମୁଁ ଭୁଲ କଲେ ବି ଆପଣମାନେ ଭଲ ପାଇବା ନାଇଁ ଆଉ ଗୀତ ହବନି ଆଉ ଗୀତ ହବନି ଡ୍ୟାନ୍ସ କୁ ଯିବା ଆଉ ଗୋଟେ କଣ ଗୀତ ଭାଇ ଗୀତ ନା ଡ୍ୟାନ୍ସ ଆଚ୍ଛା ମୁଁ ଜାଣିପାରୁନି ମୁଁ ଗୀତ ତ ଗାଇପାରିବିନି ଡ୍ୟାନ୍ସ କୁ ଚलो ଡ୍ୟାନ୍ସ କୁ ହିଁ ପଳେଇବା ଭାଇ ଡ୍ୟାନ୍ସ କୁ ଯିବା ଫାଇନାଲି ମୋର ଆକ୍ଚୁଆଲି ମୁଁ ତ ସବୁ ଗୀତ ନାଚିଛି ଏଠି ତ ମୋର ରିସେଣ୍ଟ ଫିଲ୍ମର କିଛି ଗୀତର ମିକ୍ସ ଗୋଟେ କରିଦେଇଛି ନାଚିବେ ତ ମୋ ସହିତ କାଇଁ ମତେ ଏନର୍ଜି ପାଉନି ନାଚିବେ ତ ଭାଇ କିଏ ଚାଲିଛି ଥ୍ୟାଙ୍କ ୟୁ ବାକି ଯାହା କୁହନ୍ତୁ ଆମର ଏଠି ଥଣ୍ଡା ପଡ଼ିଲାଣି ଆଗକୁ ପୁଣି ଆସୁଛି କଣ ମକରରେ ହବ କଣ ଖାସି ପୁଣ୍ଟି ସାଙ୍ଗରେ ମୁଢି ତା ସାଙ୍ଗରେ ପୁଣି ଅନ୍ୟାନ୍ୟ ଜିନିଷ ସବୁ ଅଛି ହେଲେ କହିବିନି ହାय ସେ ହସି ଦେଲେ কি বুঝল হাঁড়িয়া কথা কইবি নাকি হ্যাঁ ছুয়া ଖରାପ ହେଇଯାଉଛି ଚାଲ ନେକ୍ସଟ ମ୍ୟାଚକୁ ଯିବା ଧନ୍ୟବାଦ ଦେବି ଖୁଣ୍ଟା ବ୍ଲକର ବିଡିଓକୁ ଚେୟାରମ୍ୟାନକୁ ତାଙ୍କ ପାଇଁ ଆଜି ବଢିଆ ସନ୍ଧ୍ୟାଟେ ହେଇଛି ସବୁ କଳାକାରମାନଙ୍କୁ ଆପଣମାନେ ଭଲ ପାଇବା ଦେଉଛନ୍ତି ସୋ ପ୍ଲିଜ ପ୍ଲେ ଦ ସଙ୍ଗ ନୂଆ ନିଜଲ ଥାନ ସାର୍ କଣ ହଁ ମୁଁ ରହିଯାଉଛି ଆଜି ହଁ ଖାଇକି ଯିବି ଘରେ ଠିକ ଅଛି 12ଟା ଆଜି ବଲ ନାହିଁ ତେବେ ହେଲା ଜମିଲା ତଥାପି ମତେ ଲାଗୁଛି କଣ ଟିକେ ରହିଗଲା ସୁକୁଟି ସାଉଣ୍ଡ ନ ବାଜିଲେ କେମିତି ହବ ନାଚ ଠିକ ନା ନାଇଁ ଆଚ୍ଛା ସୁକୁଟି ସବୁ ଅଛି ନେଇଥିଲି ବୋଧେ ମୁଁ ଚାହିଁବି ଷ୍ଟେଜରେ ପରଫର୍ମ କରିବା ପାଇଁ ଯେଉଁମାନେ ଆର୍ଟିଷ୍ଟ ଅଛନ୍ତି ମୋ ସହିତ ଜଏନ୍ କରିପାରିବେ ଯେଉଁମାନେ ଅଛନ୍ତି ଆମ କଳାକାରମାନେ ବି ମୋତେ ଜଏନ୍ କରିପାରିବେ ବ୍ୟାକ୍ ଷ୍ଟେଜରେ ଯେଉଁମାନେ ବି ଅଛନ୍ତି ଏଭ୍ରିୱାନ୍ କ୍ୟାନ୍ ଜଏନ୍ ଆଉ ଭାଇମାନେ ଝିଅମାନେ ଯଦି ଆସିବ ତାଙ୍କ ସହିତ ନାଚିବା ପାଇଁ ଉଠି ଆସ ଆଉ ଆପଣମାନେ ସେଇଠି ନାଚିବେ ହଁ ଯାଉଛି ଅଛନ୍ତି ଆଉ କିଏ ଅଛନ୍ତି ବାସ୍ ଆସନ୍ତୁ ପିଲାମାନେ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ପଳେଇ ଆସିପାରିବେ ଷ୍ଟେଜକୁ ସମସ୍ତ ପାଇଁ ଗୋଟେ ଜୋରଦାର କରିଦେଣି ଯେଉଁମାନେ ଆସୁଛନ୍ତି ପରଫର୍ମ କରିବା ପାଇଁ ପ୍ଲିଜ ଧୁମସାରେ କଣ ଏତିକି କମ ଏନର୍ଜି ଆମ ଉଦଳା ମାଟିର ପିଲାମାନଙ୍କର କି ଏତିକି କମ ଏନର୍ଜି ମାର ତାଳେ ଆସ ପିଲାମାନେ ସମ୍ପୂର୍ଣ୍ଣ ଭାବେ ଉତ୍ସାହିତ ଅଛନ୍ତି
ନିକଟରେ ତାଙ୍କର ଫେଭରାଇଟ ହିରୋ ସ୍ୱରାଜ ବାରିଙ୍କୁ ପାଇ ସମସ୍ତେ ଆଜି ଉତ୍ସାହିତ ଆଉ ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ ଏବଂ ବଡ଼ପଥରେ ଗାର୍ଲସ ହାଇସ୍କୁଲର ବଡ଼ପଥରେ ଗାର୍ଲସ ହାଇସ୍କୁଲର ପିଲାମାନେ ରହିଯିବ ପେଣ୍ଡେଲରେ मंच पाखक जाऊँगी आमर फेवरेट हिरो स्वराज बारिक एवं ताकर सेफ्टी सिक्यूरिटी पाई जो मैंने अच्छे से नियंत्रण कर माइक्रोफोन हैंड ओवर करवा थैंक यू सो मच आपण मानकर एक्सरे भल पाई ये वीडियोटा पोस्ट होची रात्रे देखिबा केते जण शेयर करछथि डन मैं एपोटे भी वीडियो पोस्ट करिवे थैंक यू सो मच आपण मानकर भल पाई एमती भल पाउ तांतु पुणी थरे कहि रखुची मोर आगामी सिनेमा आसुची नेक्स्ट धूमसा आसला को जिंदे से सिनेमा सुपर हिट थिबो कोन ता नाडा कहली स्वाग राजा कोन थैंक यू सो मच एवरीवन थैंक यू सो मच जय जगन्नाथ एबे बड़पथरे गर्ल्स हाई स्कूल रो स्टूडेंट्स माने सामना को आसंतु एवं ताकर नृत्य परिवेशन सूर्या ताकर रस जामुडाली रे गीत पाइसन परफॉर्म करछन्ती बड़पथरे गर्ल्स हाई स्कूल रो सर्वशेष अवदान रस जामुडाली रे